ସମସ୍ତ ଦର୍ଶକଙ୍କୁ ମୋର ସ୍ୱାଗତ। ସବୁ ଛାତ୍ରଛାତ୍ରୀମାନଙ୍କୁ ମୋର ସ୍ୱାଗତ। ଯୁବଗୋଷ୍ଠୀମାନଙ୍କୁ ମଧ୍ୟ ସ୍ୱାଗତ। ଅଭିଭାବକ ପିତାମାତାମାନେ ସତର୍କ ରୁହନ୍ତୁ। ପିଲାମାନଙ୍କୁ ଜଣାନ୍ତୁ। ପାଠ ବିଷୟରେ ଜଣେଇବାରେ କିଛି ଅସୁବିଧା ନାହିଁ, କିନ୍ତୁ ପିଲାମାନଙ୍କୁ ଜଗନ୍ତୁ। ପିଲା ମୋବାଇଲ ଦେଇଦେଲେ ପାଠ ବ୍ୟତୀତ ଅନ୍ୟ ଜିନିଷ ଦେଖି ତାକୁ ଅଧଘଣ୍ଟେ ତା ପାଖରେ ବସନ୍ତୁ, ପିଲା ପାଖରେ ବସନ୍ତୁ, ପାଠ ପଢ଼ାନ୍ତୁ। ବାପା ହଉ କିମ୍ବା ମା ହଉ କିମ୍ବା ଭାଇ ହଉ ଭଉଣୀ ହଉ, ପିଲା ଯଦି ଛୋଟ ପିଲା ଯଦି ପଞ୍ଚମ ଷଷ୍ଠ ସପ୍ତମ ଅଷ୍ଟମ ଏ ନବମ ଦଶମ ପିଲା ପୁରା ମୋବାଇଲ ଦେଇଦେଲେ ସେମାନେ ବିଭିନ୍ନ ପ୍ରକାର ୟୁଜ୍ କରିବେ। ତେଣୁ ଆପଣମାନେ ତାକୁ ତଦାରଖ କରନ୍ତୁ, କାରଣ ଅନଲାଇନ୍ ଯୁଗ ହେଇଗଲା। ଅନଲାଇନ୍କି ଛାଡ଼ିଲେ କି ବଞ୍ଚିପାରିବେ ନାହିଁ। ଆଉ କୋଉଠିକି ଛାଡ଼ୁଛନ୍ତି ଟ୍ୟୁସନ୍, ସିଏ କ'ଣ ପଢ଼ଉଛି ଗ୍ରୁପରେ ସେ କଥା କ'ଣ ଜାଣିପାରିବେ? ତେଣୁ ଜ୍ଞାନ ବଢ଼ାନ୍ତୁ। ସବୁର ଭଲ ମନ୍ଦ ଅଛି। ଅନଲାଇନ୍ କ୍ଲାସ୍ ପିଲାଙ୍କୁ ସଚେତନ କରିବେ ହେଲା। ତେଣୁ ଆଜି ଆମେ ରିହାତି ଡିସ୍କାଉଣ୍ଟ ବା ରିବେଟ୍ ଉପରେ ଅନ୍ୟ ଏକ ଗଣିତ ଆଣିବା। କୋଶ୍ଚିନ୍ଟି ହେଉଛି, ଜଣେ ବ୍ୟବସାୟୀ ଏକ ଘଣ୍ଟାର ଲିଖିତ ମୂଲ୍ୟ ଉପରେ 10% ରିହାତି ଦିଅନ୍ତି। ଘଣ୍ଟାଟିର କ୍ରୟ ମୂଲ୍ୟ 300 ଟଙ୍କା। ଘଣ୍ଟାଟି କିଣିଛି 300 ଟଙ୍କାରେ, ଲାଭ ହେବ 20%। ବିକିଲେ ଲାଭ କରିବ 20%, 10% ରିହାତି ଦେବ। ତାହେଲେ ଘଣ୍ଟାର ଲିଖିତ ମୂଲ୍ୟ ଲିଷ୍ଟିଂ ସେ କେତେ ପଡ଼ିବ? ଏଇଟା ସାଧାରଣତଃ ସବୁ ବ୍ୟବସାୟୀମାନେ ମଧ୍ୟ ଜାଣନ୍ତି। ମୁଁ ଡିସ୍କାଉଣ୍ଟ ଦେବି, ମୋର ଏତିକି ପରସେଣ୍ଟ ଲାଭ ଦରକାର, ବ୍ୟବସାୟ ନହେଲେ ଚାଲିବନି। ପରିବାର ଭରଣ ପୋଷଣ କରିବାକୁ ହେଲେ ଲାଭ ଦରକାର। ତେଣୁ ଲାଭଟା କନଷ୍ଟାଣ୍ଟ ରଖିବେ। କେତେ ଲିଷ୍ଟିଂ କଲେ ଡିସ୍କାଉଣ୍ଟଟା ଦେବେ। ତେଣୁ ସବୁ ବ୍ୟବସାୟୀମାନେ ଦୁର୍ଗା ପୂଜା ହଉ, ରଜ ହଉ, ଯେଉଁ ଡିସ୍କାଉଣ୍ଟ ବା ରିବେଟ୍ ଦିଅନ୍ତି ରିହାତି, এই লিস্টিং ପ୍ରାଇସ୍ ବଢ଼େଇକିରି ତାଙ୍କ ବ୍ୟବସ୍ଥା ହିସାବ କରି ଦିଅନ୍ତି। ସେମାନେ ପାଠ ପଢ଼ିଛନ୍ତି, ଏଇସବୁ ପାଠ ନିହାତି ଦରକାର। ବଡ଼ ବଡ଼ ବିଜନେସ୍ କରିବାକୁ ହେଲେ ପାଠ ଦରକାର। ତାହେଲେ ଘଣ୍ଟାର କ୍ରୟ ମୂଲ୍ୟ କେତେ ଦେଇଛି? 300 ଟଙ୍କା। ଆମେ ଲେଖିବା, ଧାରାରେ କରିବା। କ'ଣ ଦେଇଛି? ଘଣ୍ଟାର କ୍ରୟ ମୂଲ୍ୟ, ଲାଭ କ୍ଷତି ସବୁ କ୍ରୟ ମୂଲ୍ୟ ଉପରେ, ରିହାତି ଲିଷ୍ଟିଂ ଉପରେ, ଲିଷ୍ଟିଂରୁ ରିହାତି ଦିଆଯିବ। ତେଣୁ ଘଣ୍ଟାର କ୍ରୟ ମୂଲ୍ୟ 300 ଟଙ୍କା, ଲାଭ କେତେ ହେବ? এইটা কনস্টান্ট তার লাভ 20%, অর্থ 300র 20%। এটা হচ্ছে লাভ, প্রকৃত লাভ। কেতে লাভ হিসাব করতে আগে 300র 20%, 300 অর্থ গুণন 20% 20/100, 5 কলে 60 টাকা লাভ, 60 টাকা লাভ। 300 টাকা কিনলা, 60 টাকা লাভ। তাহলে বিক্রি করিও কেতে? বিক্রি মূল্য নিশ্চিত বিক্রি মূল্য হচ্ছে ক্রয় মিশ্রণ লাভ। এটা তার বিক্রি মূল্য। ক্রয় হলা কেতে? 300, 900, লাভ হলা 60। তাহলে কেতে টাকার বিকিব? 360 টাকা বিকিব। এটা হলো বিক্রি মূল্য। সে କ'ଣ କହୁଛି? ତାଲିକା ମୂଲ୍ୟ, ଲିଷ୍ଟ କେତେ କରିବ ବା ମାର୍କ ପ୍ରାଇସ୍, ଗୋଟେ ଷ୍ଟିକର ଲଗେଇବ, ତାର ଲିଷ୍ଟ କେତେ କରିବ, ତାପରେ କେତେ ପରସେଣ୍ଟ ରିହାତି ଦେବ? 10%। 10% ରିହାତି ଅର୍ଥ 10% ରିହାତି ଅର୍ଥ କ'ଣ? ଅର୍ଥାତ୍ ତାଲିକା ମୂଲ୍ୟ 100 ବେଳେ, 100 ଟଙ୍କା ବେଳେ ରିହାତି 10, ରିହାତି 10 ଟଙ୍କା। ତାହେଲେ ତାଲିକା ମୂଲ୍ୟ 100 ବେଳେ ବିକ୍ରି କେତେ କରିବ? 10 ରିହାତି ଦେବ ମାନେ 10 କମେଇ ଦେବ। 100 - 10 କେତେ ବିକ୍ରି କରିବ? 90। ଯୋଉଟା 100 ତାଲିକା ହେବ ସେଟା 90ରେ ବିକ୍ରି ହେବ। ତାହେଲେ ଲାଭ ଅଲରେଡି ହିସାବ ଅଛି। ତାହେଲେ ଆମର ବିକ୍ରି ମୂଲ୍ୟଟା ପାଇଛି 360। ତାହେଲେ ଉଲ୍ଟା ଲେଖିଦେବା, 90 ଟଙ୍କା ବିକ୍ରି ବେଳେ ତାଲିକା ମୂଲ୍ୟ କେତେ? 100। ବୁଝିପାରୁଛି ତ? ତାଲିକା ମୂଲ୍ୟ 100। 1 ଟଙ୍କା ବିକ୍ରି ବେଳେ ତାଲିକା ମୂଲ୍ୟ 100/90, 10 କାଟିଦେବ, 10 ଭିତରେ 9। କେତେ ଟଙ୍କା ବିକ୍ରି ବେଳେ? 360 ଟଙ୍କା।
ତ 360 ଟଙ୍କା ବିକ୍ରି ବେଳେ ତାଲିକା କେତେ ଆସିବ? 9 ତ 9 ଗୁଣନ 360 ଏତିକି ଟଙ୍କା ଘରେ ଗଲେ 4 40 40 10 400 ଟଙ୍କା। ତାହେଲେ ଘଣ୍ଟା ଉପରେ ଲିଷ୍ଟିଂ କେତେ କରିବ? ଷ୍ଟିକର ବଢିବ 400 ଟଙ୍କା। ଅତଏବ ଘଣ୍ଟାଟିର ତାଲିକା ମୂଲ୍ୟ ଯେକୌଣସି ଦୋକାନ ଯାଅ ସେ ଆଉ ରେଟ୍ ସବୁ ଲେଖା ହେଇଛି, ଲିଷ୍ଟିଂ ପ୍ରାଇସ୍ ଅଛି, ତାଲିକା ମୂଲ୍ୟ ଅଛି ବା ମାର୍କ ପ୍ରାଇସ୍ ଅଛି, ତା ଉପରେ ସେ ଡିସକାଉଣ୍ଟ ଦେବେ। ତାଙ୍କ ଲାଭ ଫାଭ ଏଇ ପ୍ରୋସେସରେ ଅଛି। ବିନା ଗୋଟେ ଲାଭ ହିସାବ ହେଇଗଲା, ବିକ୍ରି ହେବ ସେତିକି ପଇସାରେ, ଲିଷ୍ଟିଂ ପ୍ରାଇସ୍ ହିସାବ କରିଦେଲି। ତେଣୁ ବ୍ୟବସାୟ କରିବାକୁ ଗଲେ ଏଇ ଜ୍ଞାନ ନିହାତି ଦରକାର। ନହେଲେ ଶିକ୍ଷିତ ଲୋକମାନେ, ସାଧାରଣ ଲୋକମାନେ ଆଜିକାଲି ଶିକ୍ଷିତ ଲୋକମାନଙ୍କ ପାଖରେ ବିଜନେସ୍ କରିପାରିବେ ନାହିଁ। ତେଣୁ ଏହାକୁ କହନ୍ତି ବ୍ୟବସାୟିକ ଗଣିତ। ଲାଭ, କ୍ଷତି, ରିବେଟ୍, ସକ୍ସେସିଭ୍ ରିବେଟ୍, କ୍ରମିକ ରିହାତି, ଏ ଗୋଟେ ରିହାତି ଆମେ ପଢ଼ିଲେ, ସକ୍ସେସିଭ୍ ରିହାତିର ସ୍ୱତନ୍ତ୍ର ସୂତ୍ର ଅଛି, ତାକୁ ଆମେ ପକେଇବା, ଜାଣିବା। ତେଣୁ ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ। ସମସ୍ତେ ଦେଖନ୍ତୁ, ଅନ୍ୟମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଥ୍ୟାଙ୍କ ୟୁ।